ସାହିତ୍ୟର ସ୍ୱରୂପ। ସାହିତ୍ୟ ଏକ ନାନ୍ଦନିକ ବା ସୌନ୍ଦର୍ଯ୍ୟତାତ୍ତ୍ୱିକ କଳା। କଳା ଯେକୌଣସି ବିଷୟର ପୋଖତୀକରଣ, ଏକ୍ସପର୍ଟ ହେବାକୁ ବୁଝାଏ। ପୁଣି ରଚନାର କୌଶଳକୁ ବି ବୁଝାଇବ। କୌଶଳ କହିଲେ କେମିତି କରିବାର ଉପାୟକୁ ବୁଝାଏ। ଟେକ୍ନିକ୍ ଯାହାର ଇଂରାଜୀ ନାମ। ମଣିଷ ଭାବନାପ୍ରିୟ ଜୀବ ଥିବାରୁ ଦର୍ଶନରୁ ତାର ମନରେ ଯେଉଁ ଭାବନା ବା କଳ୍ପନା ଦେଖାଦିଏ, ସେଇଥିରୁ ସାହିତ୍ୟର ସୃଷ୍ଟି ସମ୍ଭବ ହୁଏ। ନହେଲେ ବୋଧେ ହୁଅନ୍ତା ନାହିଁ। ଭାବନା ସୃଷ୍ଟିର ମୂଳ ଉତ୍ସ, ତାହାର କାରଣ ବା ହେତୁ ନିର୍ଣ୍ଣୟ। ସାହିତ୍ୟରେ କଳ୍ପନା ରହିବ ଓ ଏହି ରହିବା ଅପରିହାର୍ଯ୍ୟ ବା ନିଶ୍ଚିତ। ନହେଲେ ସାହିତ୍ୟ ସୃଷ୍ଟି ଅସମ୍ଭବ ହୋଇପାରିବ ନାହିଁ। ସାହିତ୍ୟରେ ସୌନ୍ଦର୍ଯ୍ୟବୋଧ ବା ସୁନ୍ଦରତାର ଜ୍ଞାନ ରହିବ। ସୌନ୍ଦର୍ଯ୍ୟବୋଧ କହିଲେ ସୌନ୍ଦର୍ଯ୍ୟ, ତାର ପରିବେଷଣ, ଯାହାକି ସାହିତ୍ୟ ପାଇଁ ମୁଖ୍ୟ। ପ୍ରୀତି ବା ଭଲ ପାଇବାରୁ ସୌନ୍ଦର୍ଯ୍ୟପ୍ରିୟତାର ଜନ୍ମ ବା ଜାତକରଣ। ଉପରେ ଯାହା ସବୁ କୁହାଗଲା, ତାହା କେବଳ କଥାରେ, ତତ୍ତ୍ୱରେ, ବାଦ ବା ବିଚାରକୁ ନେଇ କୁହାଗଲା। ପରନ୍ତୁ ଉଦାହରଣ ନ ଦେଲେ କଥା ବା କହିବାର ସତ୍ୟତା ଜଣାପଡ଼ିବ ନାହିଁ, ପ୍ରାମାଣିକତା ଆସିବ ନାହିଁ। ଚିଲିକା ଅଂଶୁପା ହ୍ରଦକୁ ଆମେ ମଣିଷ ଦର୍ଶକ ହୋଇ ଦେଖୁଛେ, ଭାବନା ବି ଆସୁଛି। ତାହା ହେଲା, ଆହା, ଚିଲିକା କେତେ ସୁନ୍ଦର ହୋଇଛି। ହେଲେ କବିତାରେ ପରିପ୍ରକାଶର ସାମର୍ଥ୍ୟ କ୍ଷମତା ଆମଠାରେ ନାହିଁ। ନାହିଁ ବୋଲି ଆମେ କବିବର ରାଧାନାଥଙ୍କ ଭଳିଆ ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନେ ଶୋଭାର ଭଣ୍ଡାର କିମ୍ବା ଅଧ୍ୟାପକ ଜୟକୃଷ୍ଣ ମିଶ୍ର ଅଂଶୁପା କାବ୍ୟ ଲେଖି କହିଲେ, ଅଂଶୁପା ତୋ ନୀରେ ପଡ଼ିଗଲେ ଖରା, ତୀର ବଂଶ କୁଞ୍ଜେ ଡାକେ ବଂଶ ମରା, କଳରବେ କେହୁ କହେ କଳହଂସ, ନିଜ ବଂଶେ ଆହା ନହୁଅ ନୃଶଂସ। କାହିଁ ଚାହିଁଅଛି ମୀନକୁ ଯମୁନା, ଏକ ଲକ୍ଷେ ସେହି ତାର ସେ ନମୁନା। ମହାନଦୀରେ ଜ୍ୟୋତ୍ସ୍ନା ରାତିରେ ନୌବିହାର କରିବା ସମୟରେ କଳ୍ପନାବିଳାସୀ ରୋମାଣ୍ଟିକ୍ କବି ମାୟାଧର ମାନସିଂହ ଲେଖିଲେ, ଶିଳାଗୃହେ ଅନ୍ଧକାର ବାସୀ ମୁଁ ଜନନୀ, ଉତ୍କଳ ଅଛିଲୋ ତୋପୁରେ ନଥିଲି ଜାଣି, ଏମନ୍ତ ରୂପର ଲୀଳା ନବାହୁ ତରଣୀ, ଆଜି ଏହି ନୀଳ ମହାନଦୀ ବୁକେ। ଚକ୍ଷୁ ମୋର ଅନ୍ଧ ହୁଏ ଜୋଛନା ପରାଗେ, ବାଣୀ ମୋର ନାହିଁ ଫୁଟେ ମାନି ପରାଭବ। ଏଥିରେ ଭାବନା କଳ୍ପନା ରହିଲା, ପୁଣି ରହିଲା ସୌନ୍ଦର୍ଯ୍ୟବୋଧ। ଆଉ ସାହିତ୍ୟର ସ୍ୱରୂପ ରହିଲା ପାଠକୀୟ ଗ୍ରହଣୀୟ ବା ଗ୍ରାହ୍ୟତାରେ। ନହେଲେ କବିତାଟି ବହୁଳ ପାଠ୍ୟାନ୍ତର୍ଗତ ହୋଇ ନଥାନ୍ତା କି କବିର ନେକ୍ ନାମୀ ବା କୃତିତ୍ୱକୁ ସତତ ପ୍ରକାଶି ନଥାନ୍ତା। ସେହିପରି ଭକ୍ତକବି ମଧୁସୂଦନ ରାଓ ପୋଖରୀରେ ଫୁଟିଥିବା ପଦ୍ମଫୁଲକୁ ଦେଖି ଗାଇଲେ, କୋଟି ଲାବଣ୍ୟ ନିଧି ରେ ପଦ୍ମ ତୁହି, କି ଅମୃତେ ତୋତନୁ ଗଢ଼ିଲା ବିହି, ତୋରୂପ ଦରଶନେ ମୋର ହୃଦୟ, ପୁଣ୍ୟ ଆନନ୍ଦ ହୁଏ ଅମୃତମୟ। ସେହିପରି କମଳପ୍ରତି କବିତା ନାରୀ କବି କୁନ୍ତଳା କୁମାରୀ ସାବତ ଲେଖିଲେ। ତେଣୁ ଦେଖିବାରୁ, ଦର୍ଶନରୁ ସାହିତ୍ୟ ସୃଷ୍ଟିର ମନୋଭାବ ଆସେ ଏବଂ ତାହା କଳ୍ପନା ପର୍ଯ୍ୟବସିତ ବା ଭାବନା ନିର୍ଦ୍ଦିଷ୍ଟ ଥାଏ। ଦ୍ୱିତୀୟରେ, ସାହିତ୍ୟରେ ଘଟଣାଟା ମୁଖ୍ୟ ନୁହେଁ, ଘଟଣାର ବର୍ଣ୍ଣନା ମୁଖ୍ୟ। କାରଣ ବର୍ଣ୍ଣନା ଦ୍ୱାରା ସାହିତ୍ୟରେ ଘଟଣା ଆସେ। ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି ହୋଇଥାଏ କବି ବା ଲେଖକର ମନରେ। ହେଲେ ପାଠକ ସେହି ଘଟଣାଟିକୁ ଲେଖକର ରମଣୀୟ ପ୍ରତିପାଦକ ଅର୍ଥ ହିଁ କାବ୍ୟର ଚାରୁଶୀଳ ବିବରଣୀ ଦେଇ ଜାଣେ କି କବିତାର ବା ସାହିତ୍ୟର ଘଟଣା ଏଇଆ ବା ତାହା। ଯଥା ରହସ୍ୟବାଦୀ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଯାତ୍ରା ସଙ୍ଗୀତ କବିତାର ଘଟଣା ଭକ୍ତ ଭଗବାନ ପ୍ରୀତିବୋଧ, ଆଉ ତାହାର ସୁନ୍ଦର ପରିବେଷଣ ହେଲା, ଜୀବନ ପାତ୍ର ମୋ ଭରିଛ କେତେ ମୋତେ, ନଦେଲ କିଛି ବୋଲି କହିବି କି ହେ ଆଉ, ଜୀବନ ପ୍ରିୟତମ ହରିଛ ମୋ ଭରମ ତରଣୀ, ତବ ମୋର ସାଗରେ ବହିଯାଉ।
ଜୀବନକୁ କବି ଗୋଟିଏ ପାତ୍ର ବା କଣ୍ଟେନର କରିଦେଇଛନ୍ତି। ଆଉ ସେହି ପାତ୍ରରେ ବା ସେଥିରେ କବିତ୍ୱ, ପ୍ରଶଂସା, ପ୍ରତିଷ୍ଠା, ବଞ୍ଚି ରହିବା, ସର୍ଜନାର କ୍ଷମତା, ଚାହିଦା ଇତ୍ୟାଦି ନାନା ଦ୍ରବ୍ୟ ବା ବସ୍ତୁ ଭରି ଦେଇଛନ୍ତି। ଦେଇନାହାନ୍ତି ବୋଲି ମିଛ କଥା କହିବେ କେମିତି? କହିପାରିବେ ନାହିଁ। ଜୀବନ ପ୍ରିୟତମ ଥିବାରୁ ହିଁ କବି ବଞ୍ଚି ରହିଛନ୍ତି। ନହେଲେ ଜୀବନ ଦୁଃଖରେ, ଅସହ୍ୟରେ ଆତ୍ମହତ୍ୟା କରିଥାନ୍ତେ। ଜୀବନର ଭୁଲ, ଭ୍ରାନ୍ତି, ଭ୍ରମ ତାଙ୍କ ମନରୁ ଦୂରେଇ ଦେଇଛନ୍ତି ସେହି ଦୟାମୟ ଈଶ୍ୱର। ସମୟ ସାଗରରେ, କାଳ ସମୁଦ୍ରରେ ଜୀବନ ଡଙ୍ଗାଟି ତାଙ୍କର ସୁରୁଖୁରୁରେ ବୋହିଯାଉ ଏପରି ଆଶା ବା କାମନା ବି କରିଛନ୍ତି। ସେହିପରି କବିଙ୍କର କିସା ଗୌତମୀ କବିତାରେ ଘଟଣା ହେଲା, ବୁଦ୍ଧଙ୍କୁ ଅବତାର ପୁରୁଷ ଭଗବାନ ଜାଣି ଗୌତମୀ ନାମକ ମହିଳା ନାରୀ ତାର ମଲା ପୁଅକୁ ଆଣି ବଞ୍ଚେଇ ଦେବାର ଦାବୀ, ଅନୁରୋଧ, ଯାଚଜ୍ଞା କରିଛି। ହେଲେ ପ୍ରୋକ୍ତ ବା ଏଇ ଘଟଣାର ପରିବେଷଣ ହେଲା, କହିଲେ କିସା ଗୌତମୀ, ପ୍ରଭୁ ଭ୍ରମିଲି ଲକ୍ଷ ଘର, ମୁଠାଏ ତ ଦୂର ସର୍ଷପ, ଏକ ନୁହେଁ ସମ୍ଭବପର। ଯେତେ ଯହିଁ ଗଲି ମୃତ୍ୟୁର ଲୀଳା, ମୃତ୍ୟୁ ଅଟ୍ଟହାସ୍ୟ, ଚୂର୍ଣ୍ଣ କଲା ମୋ କ୍ଷୁର୍ଣ୍ଣ ପରାଣ, ପ୍ରସ୍ତର କଲା ପ୍ରାସ। ମଦ୍ୟପ ସମ ମୃତ୍ୟୁକୁ ଭୁଲି କେବା ହସି ଖେଳି ଗାଏ, ଯୌବନ ମତ୍ତ ବିଭତ୍ସ ଆଖି ଚାହେଁ। ସୁନ୍ଦର ପରିବେଷଣ ପାଇଁ କବିଙ୍କର କିସା ଗୌତମୀ ପଦ୍ୟଟି ବହୁବାର ଶ୍ରେଣୀଗୃହରେ ପାଠ୍ୟ ପ୍ରଚଳିତ ହୋଇପାରିଛି, ଅବିସ୍ମରଣୀୟ ମନରେ ରହିପାରିଛି, କବିଙ୍କୁ କରାଇଛି ଲୋକପ୍ରିୟ। ବିଦ୍ୟୁତ୍ପ୍ରଭା ଦେବୀ ଏହି ଘଟଣାକୁ ନେଇ ଜୀବନ ଭିକ୍ଷା କବିତା ଲେଖିଛନ୍ତି, ହେଲେ ତାହା ହୃଦୟ ପ୍ରଶଂସନୀୟ ନୁହେଁ। ତୃତୀୟରେ, ସାହିତ୍ୟ କଳାତ୍ମକ ବା ଆର୍ଟିଷ୍ଟିକ୍ ହେବ। ନହେଲେ ପାଠକ ସାହିତ୍ୟର ସ୍ୱରୂପକୁ ଦେଖିପାରେ, ତାହା ଭଲ କି ମନ୍ଦ, କାବ୍ୟ ନା କବିତା ଅଛି, ହେଲେ ଚାହିଁ ପାରିବନି, କାରଣ ମନକୁ ଛୁଉଁ ନାହିଁ। ଯେମିତି ବ୍ୟାସକବି ଫକୀରମୋହନ ସେନାପତିଙ୍କର ରେବତୀ, ପେଟେଣ୍ଟ ମେଡିସିନ, ସଭ୍ୟ ଜମିଦାର, ରାଣ୍ଡିପୁଅ ଅନନ୍ତା, ଡାକମୁନ୍ସି ଗଳ୍ପକୁ ପଢ଼ିଲା, ଚାହିଁଲା, ପାଠରେ ପଢ଼ାଇଲା, ହେଲେ ବାଲେଶ୍ୱରୀ ପଙ୍ଗାଲୁଣ, କମଳା ପ୍ରସାଦ ଗୋରାପ, ଅଜାନାତି କଥା ଗପକୁ ଚାହିଁଲା ନାହିଁ, ପାଠରେ ପଢ଼ାଇଲା ନାହିଁ। କଳାତ୍ମକ ବା ଆର୍ଟିଷ୍ଟିକ୍ ନଥିବା ହେତୁ ମୁଁ ହାଟବାହୁଡ଼ା କବିତା ବେଶୀ ବର୍ଷ ପାଠରେ ରହିଲା। ଦେଖିଲି ସଂସାରେ ବସିଛି ହାଟ, ଲୋକ ଗହଳିରେ ନ ମିଳେ ବାଟ, ଦୋକାନ ପସରା ଧାଡ଼ିକି ଧାଡ଼ି, ବାଟ ଦୁଇ ପାଶ ବସିଛି ମାଡ଼ି, ଭୁଲାଇବା ପାଇଁ ଗହକି ମନ, ହାଟୁଆଙ୍କ ଦେଖ କେଡ଼େ ଯତନ, ହାଟୁଆ ବାଟୁଆ ଅଛନ୍ତି ଧାଇଁ, ହାଟେ କିଣା ବିକା କରିବା ପାଇଁ। ଯେମିତି ସାରିପୁତ ଗଳ୍ପର ଆର୍ଟିଷ୍ଟିକ୍ ବା କଳାତ୍ମକ ଦୃଷ୍ଟିଟି ହେଲା, ଫେରିଯାଅ ଭିକ୍ଷୁ, କୋଟି କୋଟି ପ୍ରାଣରେ ଅଶାନ୍ତି ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ ଭିକ୍ଷୁ, ଏ ମୋର ଅଭିଶାପ। କିନ୍ତୁ ଫକୀରମୋହନ ସେନାପତିଙ୍କର ରାମରଥ କଥା ଆଦୌ ଥରେ ହେଲେ ବି ପାଠରେ ପଢ଼ାଗଲା ନାହିଁ। ସାହିତ୍ୟରେ ଲୋକପ୍ରିୟତାର ବୃଦ୍ଧିର ପ୍ରୟାସ ଥିବ। ସାହିତ୍ୟ ବାରମ୍ବାର ବାରମ୍ବାର ପଠିତ ହେଲେ ଜଣାଯିବ କି ବା ଜଣାଯାଇଥାଏ କି ରଚିତ ଗୃହୀତ ସାହିତ୍ୟ ଖଣ୍ଡଟି ଲୋକପ୍ରିୟ ବା ପପୁଲାର ହୋଇପାରିଅଛି। ଯେମିତି ଗୋପୀନାଥ ମହାନ୍ତିଙ୍କର ଦାନାପାଣି, ପରଜା ନାମକ ଦୁଇଟି ଉପନ୍ୟାସ ବାରମ୍ବାର ପଠିତ ହୋଇ ମନକୁ ଛୁଇଁ ପରଜା ଉପନ୍ୟାସ ପାଠକଙ୍କୁ କନ୍ଦାଇ ଲୋକପ୍ରିୟ ବି କରାଇଛି ବୋଲି ଜଣାଯାଇଥାଏ। ଲୋକପ୍ରିୟତାର ଆଉ ଏକ କାରଣ ହେଲା, ପ୍ରୋକ୍ତ ବା ସେହି ନିର୍ଦ୍ଦିଷ୍ଟ ସାହିତ୍ୟକୁ ନେଇ ଅନୁସୃତ ବା ଅନୁସରଣୀୟ ସାହିତ୍ୟ ସୃଷ୍ଟି ହେବା। ଉଦାହରଣ ସ୍ୱରୂପ ଫକୀରମୋହନଙ୍କର ପେଟେଣ୍ଟ ମେଡିସିନ ଗପ ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଦ୍ୱାରା ଗୀତିନାଟ୍ୟ ଶ୍ରୀମତୀ ସମାର୍ଜନୀ ହୋଇଛି। ରାଣ୍ଡିପୁଅ ଅନନ୍ତା ରେଡ଼ିଓ ନାଟକ, ଦୂରଦର୍ଶନ ନାଟକ ହୋଇଛି। ସାହିତ୍ୟରେ ଆଦର ବ୍ୟକ୍ତିଗତ, ହେଲେ ଆଦୃତି ସମଷ୍ଟି ବା ସମୂହଗତ। ଆଦର ଜଣକର, ଆଦୃତି ସମାଜର। ଯଥା କେହି କବିତାର ଆଦର କରନ୍ତି, କେହି ଗଳ୍ପର ଆଦର କରନ୍ତି, କେହି ଉପନ୍ୟାସର ଆଦର କରନ୍ତି। ପୁଣି ବୈକୁଣ୍ଠନାଥଙ୍କର ଉପମା ବିରୋଧ, ମୃତ୍ତିକା ଦର୍ଶନ, ଅମ୍ବାପଲ୍ଲୀର ଉତ୍କଣ୍ଠା କବିତାକୁ ନିଜ ବ୍ୟକ୍ତିଗତ ସ୍ତରରେ ପାଠକ ଭଲ ପାଇପାରେ, ଆଦର କରିପାରେ, ହେଲେ ସାମୂହିକ ଆଦୃତି ସେତେଟା ନାହିଁ। ଥିଲେ କବିତାଗୁଡ଼ିକ ପ୍ରାୟତଃ ଅଧିକାଂଶ ପାଠକ ଜାଣନ୍ତେ। ଯେମିତି ଜାଣିଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ମାଟିର ମଣିଷ ଉପନ୍ୟାସକୁ, ଯାହା ଓଡ଼ିଆ ସିନେମା ହୋଇ ପୁରସ୍କୃତ। ମାନସିଂଙ୍କର ଧୂପ କବିତା, ସବୁ ଯେତେବେଳେ ତୁମେ ତୁମେ ଡାକନ୍ତି ସେ ତୁମେର ମୂଲ୍ୟ ନାହିଁ, ତୁମେ ଯେତେବେଳେ ତୁମେ ବୋଲି ଡାକ ଏତେ ମିଠା କାହିଁ ପାଇଁ, ଏଇ ସହକାର ତଳେ ସେଦିନ ପ୍ରିୟାର କର
କଙ୍କଣ ବେଢ଼ିଥିଲା ମୋର ଗଳେ। ଯେତେ ଆଦୃତ ତାଙ୍କର ବିଭୁହ ପ୍ରକୃତି, କବିତା ସେତେ ଆଦୃତ ନୁହେଁ। ଆଦର ଓ ଆଦୃତି ମଧ୍ୟରେ ପାର୍ଥକ୍ୟ ହେବାର କାରଣ ପାଠକୀୟ ରୁଚି ବା ଆଗ୍ରହ କର୍ମଜନିତ ବିଭେଦତା। ଷଷ୍ଠତଃ ସବୁ ସାହିତ୍ୟ ସମାନ ନୁହେଁ ଏବଂ ସବୁ ସାହିତ୍ୟର ଚାହିଦା ବି ସମାନ ନୁହେଁ। କବିତା କାବ୍ୟ ନୁହେଁ, ଗଳ୍ପ ଉପନ୍ୟାସ ନୁହେଁ ଏବଂ ଏମାନଙ୍କର ଗୁରୁତ୍ୱ ଚାହିଦା ବିଭିନ୍ନ ଧରଣର। ଚାହିଦା ମାନେ ପଢ଼ିବାର ଆଗ୍ରହ, ସଂଗ୍ରହର ଆବଶ୍ୟକତା। ଫକୀରମୋହନ 6 ମାଣ 8 ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ, ଲଛମା 4 ଗୋଟି ଉପନ୍ୟାସ ଲେଖିଛନ୍ତି, ହେଲେ 6 ମାଣ 8 ଗୁଣ୍ଠ ଚାହିଦା ଅନ୍ୟ 3ଟି ଉପନ୍ୟାସରେ ନାହିଁ। କାରଣ ସିନେମା, ନାଟକ ପାଠ୍ୟ କୋର୍ସରେ ବହୁତ ଥର ବହୁବାର ପଠିତ। ସେଥିପାଇଁ ସୃଜନଶୀଳ ସାହିତ୍ୟକୁ ପାଠକ ଲେଖକ ବେଶୀ ଆଦର କରେ, ପରନ୍ତୁ ସମାଲୋଚନା ସାହିତ୍ୟକୁ ନୁହେଁ। ସେଥିପାଇଁ ଓଡ଼ିଆ ସାହିତ୍ୟରେ ସମାଲୋଚନା ଦିଗଟି ବେଶ୍ ଦୁର୍ବଳ, ଅଗ୍ରଗତିଶୀଳ ନୁହେଁ ବୋଲି ଲୋକମତ ଅଛି। ଯେହେତୁ କରିବା କଷ୍ଟସାଧ୍ୟ, ପଠନପ୍ରିୟତା, ଗଭୀରତା, ପାଣ୍ଡିତ୍ୟ, ମେଧା ଅତିଶୟ ଦରକାର, ଲେଖକ ମନୋବୃତ୍ତି ଦେଖାଉନାହିଁ। ସପ୍ତମତଃ ସାହିତ୍ୟର ସ୍ୱରୂପରେ ଏକକତା ଏବଂ ବହୁକତା, ଯାହାକି ସାହିତ୍ୟିକତାକୁ ନେଇ ବିଚାର୍ଯ୍ୟ ହୋଇଥାଏ। ଅର୍ଥାତ୍ କିଛି ସାହିତ୍ୟିକ କେବଳ କବି ହୋଇଥିବା ସ୍ଥଳେ କିଛି ସାହିତ୍ୟିକ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ହୋଇଥାନ୍ତି। ଏମାନଙ୍କଠାରେ ସାହିତ୍ୟର ସ୍ୱରୂପ ବହୁରୂପୀ। ଯଥା କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ, ଜୀବନୀ ଲେଖକ। ହେଲେ ମନୋରଞ୍ଜନ ଦାସ କେବଳ ନାଟ୍ୟକାର, ବିଜୟ ମିଶ୍ର ମାତ୍ର ନାଟ୍ୟକାର। ସାହିତ୍ୟର ସ୍ୱରୂପରେ ଐକକୀୟ ଏବଂ ବହୁମୁଖୀ ପ୍ରତିଭା ମନୋବୃତ୍ତି ଜଡ଼ିତ ଥିବାରୁ ଏପରି ସାଧାରଣତଃ ହୁଏ। ସାହିତ୍ୟ ନିଜ ସ୍ୱରୂପରେ ସେହିଭଳି ପ୍ରତିଭାଧରଙ୍କୁ ଜନ୍ମ ଦିଏ। ସାହିତ୍ୟ ଏକ ସାର୍ବଜନୀନ ବିଷୟ। ଏହାକୁ ପ୍ରାୟ ସମସ୍ତେ ପଢ଼ିବାକୁ ଭଲ ପାଆନ୍ତି, କାରଣ ଏହାର ବିଷୟରେ ଜୀବନ ଥାଏ। ଜୀବନର କାଳ୍ପନିକ ବର୍ଣ୍ଣନା ମୁଖ୍ୟ ହୁଏ। ଯେମିତି ସ୍ୱଭାବକବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କର ତପସ୍ୱିନୀ ନାମକ ମହାନ ମହାକାବ୍ୟରେ ବାସ୍ତବ ସତ୍ୟ ସହିତ କାବ୍ୟିକ ସତ୍ୟର ମହାମିଳନ ଘଟିଅଛି, ସଂଗଠିତ ହୋଇଅଛି। ଚତୁର୍ଥ ସର୍ଗରେ ଥିବା ଆଶ୍ରମେ ପ୍ରଭାତ ବର୍ଣ୍ଣନାର ସମ୍ପୂର୍ଣ୍ଣତାରେ ଏହା ସବିଶେଷ ଅନୁସନ୍ଧିତ୍ସୁ ପାଠକର ଦୃଷ୍ଟି ସମ୍ମୁଖକୁ ଚାଲିଆସେ। ତାହାର ଚୁମ୍ବକୀୟ ମାତ୍ର କେତୋଟି ଉଲ୍ଲେଖ ହେଲା: କୁମ୍ଭାଟୁଆର ଭାଟ ହେବା, କର ପଲ୍ଲବେ ନୀହାର ମୁକ୍ତା ଧରି ଉପହାର, ସମୀର ସଙ୍ଗୀତ ଗାଇବା, ଭ୍ରମରର ବୀଣାବାଦନ ଇତ୍ୟାଦି। ବାସ୍ତବ ସତ୍ୟ ଅପେକ୍ଷା କାଳ୍ପନିକ ସତ୍ୟତା ବା ପୋଏଟିକ୍ ଟ୍ରୁଥ୍ ହିଁ ବେଶୀ ହୃଦୟ ପ୍ରଶଂସନୀୟ କରିଅଛି ତପସ୍ୱିନୀ ମହାକାବ୍ୟକୁ। ସାହିତ୍ୟ ସମୟୋପଯୋଗୀ ରଚନା, ସେ ଲାଗି ଏହା ପ୍ରତ୍ୟେକଟି ଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ପ୍ରତିଭାତ ଦର୍ଶିତ ହୋଇଥାଏ। ଯଥା ପ୍ରାଚୀନ ଯୁଗର ସାହିତ୍ୟ ଅଲଗା, ଆଧୁନିକ ଯୁଗର ସାହିତ୍ୟ ଅଲଗା। ଚର୍ଯାପଦ ପ୍ରାଚୀନ ଯୁଗର, ରମାକାନ୍ତ ରଥ ଅତ୍ୟାଧୁନିକ ଯୁଗୀୟ ସମୟର। ସାହିତ୍ୟର ପ୍ରକାରଭେଦଗତ ସ୍ୱରୂପ ଅଛି, ଯାହାକି ରଚନା ସମ୍ପ୍ରେଡ଼ିତ, ଆବେଗପ୍ରଧାନ ସାହିତ୍ୟ ଏବଂ ବୌଦ୍ଧିକ ସାହିତ୍ୟ, କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ନାଟିକା, ପ୍ରବନ୍ଧ, ସମୀକ୍ଷା ଇତ୍ୟାଦି ଗଠନଗତ। ପୁଣି ଭାଷାଗତ, ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ଶୀଳ ଅଶୀଳ ସାହିତ୍ୟ, ଭୌଗୋଳିକ ଭୂଖଣ୍ଡଗତ ସାହିତ୍ୟ, ଇଂଲଣ୍ଡର, ଆମେରିକାର, ଜର୍ମାନୀର, ରୁଷର। ସାହିତ୍ୟ ପଢ଼ିବାକୁ ଭଲ ଲାଗିଲେ କାବ୍ୟ, କବିତା, ଗଳ୍ପ, ଉପନ୍ୟାସର ଭେଦ ରହିନଥାଏ। ଇଚ୍ଛୁକ ବ୍ୟକ୍ତି ଯାହା ଗୋଟିଏ ଧରି ପଢ଼ିବାକୁ ବସିଯାଏ। ପଢ଼ିବାରେ ପାଠ୍ୟ ସାହିତ୍ୟ, ଦେଖିବାରେ ନାଟ୍ୟ ସାହିତ୍ୟ। ନାଟ୍ୟ ସାହିତ୍ୟ ସାର୍ବଜନୀନ, ଏକ ସାମୟିକ ଉପଭୋଗ୍ୟ, ଯାହାକି ସାହିତ୍ୟର ଅନ୍ୟାନ୍ୟ ନିଜ ରୂପରେ ନାହିଁ। ସାହିତ୍ୟର ସ୍ୱରୂପରେ ଅନୁବାଦିତ ରୂପ ବି ଅଛି ଏବଂ ସାହିତ୍ୟ ନୀତି ଆଦର୍ଶର ମଧ୍ୟ ବାହକ। ଯେମିତିକା ଭାଗବତରେ ଅଛି: ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ, କାଳର ବଶ ଏ ଜଗତ, ପ୍ରାଣୀଏ କାଳର ଆୟତ୍ତ, ସେ କାଳ ବସେ ସର୍ବେ ଚଳି, ପବନ ଜନେ ଘନାବଳି। ପ୍ରଣୟବଲ୍ଲରୀ କାବ୍ୟରେ କହିଛନ୍ତି ଗଙ୍ଗାଧର ମେହେର: ନାବ ବିନା କେହି ସାଗରେ ପଶିଲେ ଲଭଇ ଘୋର ବିପଦ, ସଂସାର ସାଗର ପାଇଁ ମହାପତ, ଏକମାତ୍ର ସ୍ୱାମୀପଦ। କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ, କେ କରି ପାରିବ ଆନ, ଶତ ପ୍ରତିଷେଧ ଲଙ୍ଘି ପଶିଥାଏ, କର୍ମଫଳ ବଳି ଆନ। ତପସ୍ୱିନୀ କାବ୍ୟରେ କହିଛନ୍ତି: ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ, ସୁଖ ନ ଦିଏ ଦେଖା ଧରା ଦର୍ଶନେ, ନିଜ ଜୀବନେ ହେଲେ ସୁଖ ଆଗତ, ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ। ଏହିପରି ସାହିତ୍ୟର ସ୍ୱରୂପ
ରହିଅଛି।